ଏବେ ଏବେ ଆସିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇକି ବହୁତ ବଡ଼ ଖୁସି ଖବର। ରାଜ୍ୟରେ ବିଜେପି ସରକାର ଗଠନ ପରେ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ଓଡ଼ିଶା ସରକାର କେନ୍ଦ୍ର ପାଖରେ ରଖିଛନ୍ତି ଅନେକ ଦାବି। ଏହି କ୍ରମରେ ରାଜ୍ୟର ବିକାଶ ପାଇଁ ଅନେକ ଦାବି ରଖିଛନ୍ତି ସରକାର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାବି ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 5 ଲକ୍ଷ ଘର ମାଗିଛନ୍ତି ଉପମୁଖ୍ୟମନ୍ତ୍ରୀ। 5 ଲକ୍ଷ ଘର ପାଇଁ କେନ୍ଦ୍ର ବଜେଟ୍ରେ ଆବଣ୍ଟନ କରାଯାଉ ବୋଲି କନକ ବର୍ଦ୍ଧନ କହିଛନ୍ତି। ଓଡ଼ିଶାରେ ନୂତନ ସହରର ବିକାଶ ପାଇଁ ମଧ୍ୟ ସେ କେନ୍ଦ୍ରର ସହାୟତା ଲୋଡ଼ିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହି ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ବସିଥିଲା। କେନ୍ଦ୍ର ସରକାର ଅନୁମୋଦନ କଲେ ରାଜ୍ୟରେ 5 ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଘର ଯୋଗାଇ ଦିଆଯାଇପାରିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଏଭଳି ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି ଯେଉଁମାନେ ଘରଟିଏ ତିଆରି କରିବାକୁ ଆର୍ଥିକ ଭାବରେ ସକ୍ଷମ ନୁହନ୍ତି। ଏଭଳି ଲୋକଙ୍କ ପାଇଁ ଆବାସ ଯୋଜନା ମାଧ୍ୟମରେ ଧନରାଶି ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲକ୍ଷ୍ୟ ହେଉଛି ଗରିବ ଜନସାଧାରଣଙ୍କୁ ପକ୍କା ଘର ଯୋଗାଇ ଦେବା। ଚାଳ ଘର ଛପର ଘରେ ରହୁଥିବା ଗରିବ ଜନସାଧାରଣଙ୍କୁ ପକ୍କା ଘରଟିଏ ତିଆରି କରିବାକୁ ଯେଉଁଭଳି କିଛି ସମସ୍ୟା ନ ହେବ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି ସରକାର। ଯଦି ଆପଣ ବି ଯୋଗ୍ୟ ପ୍ରାର୍ଥୀ ଭାବେ ଆବେଦନ କରିଥିଲେ ଜାରି ହୋଇଥିବା ନୂଆ ଲିଷ୍ଟରେ ଆପଣଙ୍କର ନାଁ ଚେକ୍ କରିପାରିବେ ଏବଂ ଯେଉଁମାନେ ବି ଗରିବ କୁଲି ମଜୁରିଆ ଲୋକ ଆଉ ଆପଣ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପାଇନି ତାହେଲେ ଆପଣମାନେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟାଟେ ଏପର୍ଯ୍ୟନ୍ତ ଆରମ୍ଭ ହେଇନି। ଆପଣମାନେ କିଛି ଦିନ ଅପେକ୍ଷା କରିଦିଅନ୍ତୁ ଯେଉଁଟାକି ଅଫଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଗଲେ ଆପଣଙ୍କୁ ଯେଉଁଟାକି ନୂଆ ଅପଡ଼େଟ୍ ମିଳିବ ଆମର ଏହି ଚ୍ୟାନେଲରେ। ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ତାପରେ ଆପଣଙ୍କୁ କହି ରଖୁଛି ଏହି ଯୋଜନାର ଲାଭ ଯୋଗାଇ ଦେବାକୁ ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି। ଏହି ଯୋଜନାରେ ସାମିଲ ହେବାକୁ ହେଲେ ପରିବାରର ଆୟ 3 ଲକ୍ଷ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକତା। ଏହିଭଳି ପରିବାରର ମୁଖ୍ୟ ନାମରେ ପକ୍କା ଘର ରହିଥିଲେ ଏହି ଯୋଜନାରେ ଲାଭ ଉଠାଇ ପାରିବେନି। ଆପଣ ଯଦି ଜଣେ କୁଲି ମଜୁରିଆ ଆଉ ଆପଣଙ୍କର କାନ୍ଥ ଘର ଅଛି, ଝୁପଡ଼ି ଘର ଅଛି ଆଉ ଆପଣଙ୍କର ଘର ନାହିଁ ତାହେଲେ ଆପଣମାନେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଆପଣଙ୍କୁ ଆପଣଙ୍କର ସବୁ କିଛି ଡକୁମେଣ୍ଟସ୍ ଲାଗିବ ଯେମିତିକି ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍, ଜବ୍ କାର୍ଡ଼, ରେସନ କାର୍ଡ଼, ଏମିତିକି ଆପଣଙ୍କୁ ଆହୁରି ଏଡ଼ିସନାଲ୍ ଡକୁମେଣ୍ଟସ୍ ଲାଗିବ ଏବଂ ଆପଣ ଅପେକ୍ଷା କରିନିଅନ୍ତୁ। ବର୍ତ୍ତମାନ ପ୍ରକ୍ରିୟା ଆରମ୍ଭ ହେଇନି ଆବେଦନ ପ୍ରକ୍ରିୟାଟା। ଯେତେବେଳେ ଆବେଦନ ପ୍ରକ୍ରିୟାଟା ଆରମ୍ଭ ହେଇଯିବ ଅଫଲାଇନ୍ ମାଧ୍ୟମରେ ଆପଣଙ୍କୁ ଏହି ଚ୍ୟାନେଲରୁ ଅପଡ଼େଟ୍ଟା ମିଳିଯିବ। ତ ସେଥିପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କି ରଖନ୍ତୁ।